আজি আসন্তু আম্ভে কানারে বিভাভোজ এবং পরমেশ্বরଙ୍କ দূত କାର୍ଯ୍ୟ উপশীর্ষକର ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ସ୍ଥାନ ଯେଉଁଠି ଯୀଶୁ ପ୍ରଥମ ଥର ଚମତ୍କାର କଲେ ତାହା କାନାର ଏକ ବିବାହରେ ଥିଲା। ଆସନ୍ତୁ ଆମ୍ଭେ କାନାରେ ଆୟୋଜିତ ବିବାହଭୋଜ ଉପରେ ଧ୍ୟାନ ସହକାରେ ଦେଖିବା। ଏକ କ୍ଷଣ ଆସିଲା ଯେବେ ବିବାହଭୋଜରେ ଅତିଥିମାନଙ୍କ ନିମନ୍ତେ ଦ୍ରାକ୍ଷାରସ ସମାପ୍ତ ହୋଇଗଲା। ଯେବେ ଏମିତି ହେଲା ତେବେ ଯୀଶୁଙ୍କ ମାତା ମରିୟମ ସେହି ସମସ୍ତଙ୍କୁ ଦେଖିଲେ ଯେଉଁମାନେ ସେଠାରେ ଥିଲେ ଏବଂ ସେମାନଙ୍କୁ ନିର୍ଦ୍ଦେଶ ଦେଲେ, ସେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି ତାହା କର। ପୁଣି ଯୀଶୁ ଏହା କହୁଥାଇ ଆଦେଶ ଦେଲେ, ଜାହାଲା ଗୁଡ଼ିକ ପାଣିରେ ଭର୍ତ୍ତି କର। ଯୀଶୁ ଯାହା କହିଲେ ତାହାର ପାଳନ କରୁଥାଇ ସେବକମାନେ ପାଣି ଆଣିବାର କାର୍ଯ୍ୟ କଲେ। ପୁଣି ସେ ଏହାକୁ ଦ୍ରାକ୍ଷାରସରେ ପରିଣତ କଲେ, ଯାହାଦ୍ୱାରା ସମସ୍ତ ଅତିଥି ଶେଷ ପର୍ଯ୍ୟନ୍ତ ଖୁସି ଖୁସି ବିବାହ ଭୋଜର ଆନନ୍ଦ ନେଇପାରିବେ। କୌଣସି ଯୁଗରେ ମଧ୍ୟ ଯଦି ଆମ୍ଭେ ପରମେଶ୍ୱରଙ୍କ ବାକ୍ୟର ପାଳନ କରିଥାଉ, ଯଦିଓ ତାହା ଏକ ତୁଚ୍ଛ କାର୍ଯ୍ୟ ପରି ଲାଗିଥାଏ, ତେବେ ପରମେଶ୍ୱର ଆମ୍ଭ ଦ୍ୱାରା କରାଯାଇଥିବା କାର୍ଯ୍ୟର ମାଧ୍ୟମରେ ଏକ ଚମତ୍କାରୀ ପରିବର୍ତ୍ତନ ଆଣନ୍ତି। ଏମିତି ଲାଗିପାରେ କି ଆମ୍ଭେ ଆପଣା କ୍ଷମତା ଏବଂ ଶକ୍ତିରେ ସୁସମାଚାରର ପ୍ରଚାର କରୁଅଛୁ, କିନ୍ତୁ ଆମ୍ଭର ଆଜ୍ଞାକାରିତା ଦ୍ୱାରା ପରମେଶ୍ୱର ଆତ୍ମିକ ଦୁନିଆରେ ପରିବର୍ତ୍ତନ କରୁଛନ୍ତି, ଯେମିତି ସେ ପାଣିକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ। ସୁସମାଚାରର ପ୍ରଚାର କରୁଥାଇ ଆମ୍ଭେ ପରମେଶ୍ୱରଙ୍କ ବାକ୍ୟର ଅଧିକାର ଏବଂ ଶକ୍ତି ଏବଂ ବିଭିନ୍ନ ଚମତ୍କାର ଗୁଡ଼ିକର ଅନୁଭବ କରିଥାଉ, ଯାହା ପରମେଶ୍ୱର କରନ୍ତି। ଏହି କାରଣରୁ ଆମ୍ଭେ ସ୍ୱୟଂକୁ ଏହା ସ୍ମରଣ କରାଇବା ପାଇଁ କିଛି ସମୟ ନେବା ଉଚିତ କି ଆଜ୍ଞାକାରିତା ସୁସମାଚାରର ସବୁଠୁ ଅନୁଗ୍ରହକାରୀ ଫଳକୁ ଉତ୍ପନ୍ନ କରିବାର ଉପାୟ କାହିଁକି ଅଟେ। ଆସନ୍ତୁ ଯୋହନ ଅଧ୍ୟାୟ 2 ପଦ 1 ଦେଖିବା। ତୃତୀୟ ଦିବସରେ ଗାଲିଲିର କାନାରେ ଗୋଟିଏ ବିବାହ ହେଲା, ଆଉ ଯୀଶୁଙ୍କ ମାତା ସେଠାରେ ଥିଲେ। ଯୀଶୁ ମଧ୍ୟ ଆପଣା ଶିଷ୍ୟମାନଙ୍କ ସହିତ ସେହି ବିବାହକୁ ନିମନ୍ତ୍ରିତ ହେଲେ। ପରେ ଦ୍ରାକ୍ଷାରସ ସରିଯିବାରୁ ଯୀଶୁଙ୍କ ମାତା ତାହାଙ୍କୁ କହିଲେ, ସେମାନଙ୍କର ଦ୍ରାକ୍ଷାରସ ନାହିଁ। ସେଥିରେ ଯୀଶୁ ତାଙ୍କୁ କହିଲେ, ଗୋନାରୀ, ମୋତେ କାହିଁକି ଏଥିରେ ଜଡ଼ିତ କରୁଅଛ? ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇନାହିଁ। ତାହାଙ୍କ ମାତା ପରିଚାରକମାନଙ୍କୁ କହିଲେ, ସେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି ତାହା କର। ଆଉ ସେଠାରେ ଯିହୁଦୀମାନଙ୍କ ସୂଚୀକରଣ ରୀତି ଅନୁସାରେ 2 ବା 3 ମହଣିଆ 6 ଗୋଟା ପଥର ଜାହାଲା ରଖାଯାଇଥିଲା। ଯୀଶୁ ସେମାନଙ୍କୁ କହିଲେ, ଜାହାଲା ଗୁଡ଼ିକ ପାଣିରେ ଭର୍ତ୍ତି କର। ସେଥିରେ ସେମାନେ ସେହି ସବୁ ଫନ୍ଦ ପର୍ଯ୍ୟନ୍ତ ଭର୍ତ୍ତି କଲେ। ଆଉ ସେ ସେମାନଙ୍କୁ କହିଲେ, ଏବେ କାଢ଼ି ନେଇ ଭୋଜର ଅଧ୍ୟକ୍ଷଙ୍କ ନିକଟକୁ ଘେନିଯାଅ। ସେଥିରେ ସେମାନେ ଘେନିଗଲେ। ଭୋଜର ଅଧ୍ୟକ୍ଷ ଦ୍ରାକ୍ଷାରସ ହୋଇଥିବା ସେହି ପାଣିକି ଚାଖି ତାହା କେଉଁଠାରୁ ଆସିଲା ଏହା ନ ଜାଣିବାରୁ, କିନ୍ତୁ ଯେଉଁ ପରିକମାନେ ପାଣି କାଢ଼ିଥିଲେ ସେମାନେ ଜାଣିଥିଲେ, ବରଙ୍କୁ ଡାକି କହିଲେ, ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାନ୍ତି, ଆଉ ଲୋକେ ମାତାଲ ହେଲା ଉତ୍ତାରେ ମନ୍ଦ ଦିଅନ୍ତି। ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ। ଯୀଶୁ ଏହି ପ୍ରକାରେ ଗାଲିଲିର କାନାରେ ଆଶ୍ଚର୍ଯ୍ୟକର୍ମ ଆରମ୍ଭ କରି ଆପଣା ମହିମା ପ୍ରକାଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କଠାରେ ବିଶ୍ୱାସ କଲେ। ପରିଚାରକମାନେ ପାଣି ଆଣିବାର କାର୍ଯ୍ୟ କଲେ, କିନ୍ତୁ ଯେମିତି ହିଁ ପରମେଶ୍ୱରଙ୍କ ଚମତ୍କାର ଏବଂ ଶକ୍ତି ତାହା ଉପରେ ଆସିଲା, ପାଣି ଦ୍ରାକ୍ଷାରସରେ ପରିଣତ ହେଲା। କାରଣ ପରମେଶ୍ୱର କହିଲେ, ସମୀରଣ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରଚାର କର, ଯଦିଓ ସେମାନେ ଶୁଣନ୍ତି କିମ୍ବା ଶୁଣନ୍ତି ନାହିଁ। ଏଥିପାଇଁ ଆମ୍ଭେ ଏହା କହୁଥାଇ ପ୍ରଚାର କରିଥାଉ, ଚର୍ଚ୍ଚ ଅଫ୍ ଗଡକୁ ଆସନ୍ତୁ। ଚର୍ଚ୍ଚ ଅଫ୍ ଗଡ ଏକ ମହାନ ଚର୍ଚ୍ଚ ଅଟେ। ଆସନ୍ତୁ ଆମ୍ଭେ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବା ଏବଂ ଏକ ସଙ୍ଗରେ ସ୍ୱର୍ଗର ରାଜ୍ୟକୁ ଯିବା। ଜଣେ ବ୍ୟକ୍ତି ଥିଲେ ଯେ ମାତା ପରମେଶ୍ୱର ଶବ୍ଦ ଶୁଣି ଆକର୍ଷିତ ହୋଇଗଲେ। ସେ ସାରା ରାତି ଏହା ବିଷୟରେ ଚିନ୍ତା କରିବା ବନ୍ଦ କରିପାରିଲେ ନାହିଁ। ଏଥିପାଇଁ ସେ ପରଦିନ ଚର୍ଚ୍ଚକୁ ଆସିଲେ ଏବଂ ପଚାରିଲେ, କ'ଣ ବାଇବଲ ବାସ୍ତବରେ ମାତା ପରମେଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦେଇଥାଏ? ହଁ, ନିଶ୍ଚିତ, ଏହା ବାଇବଲରେ ଅଛି। ଯଦି ଏହା ବାଇବଲରେ ଅଛି ତେବେ ଦୟାକରି ମୋତେ ଦେଖାନ୍ତୁ। ଏହି ପ୍ରକାର ସେ ବାଇବଲ ଅଧ୍ୟୟନ କରିବା ଆରମ୍ଭ କଲେ ଏବଂ ପରିଶେଷରେ ପରମେଶ୍ୱରଙ୍କ ସନ୍ତାନଙ୍କ ରୂପେ ପୁଣି ଥରେ ଜନ୍ମ ନେଲେ। ଏମିତି ଲାଗିଥାଏ କି ଆମ୍ଭେ ଯାହା କିଛି ମଧ୍ୟ ଭାଗ କରିଥାଉ, ତାହା ଜାହାଲା ଗୁଡ଼ିକ ପାଣିରେ ଭର୍ତ୍ତି କରିବାର କାର୍ଯ୍ୟ ସମାନ ଏକ ସାଧାରଣ କାର୍ଯ୍ୟ ଅଟେ, କିନ୍ତୁ ପରମେଶ୍ୱର ସମସ୍ତ କିଛି ପରିବର୍ତ୍ତନ କରିଦିଅନ୍ତି। ଏଥିପାଇଁ ଆମ୍ଭେ ଆପଣା ଭାଇ, ଭଉଣୀ, ପରିବାର, ପଡ଼ୋଶୀ, ବନ୍ଧୁ କିମ୍ବା ସହକର୍ମୀମାନଙ୍କ ପର୍ଯ୍ୟନ୍ତ ସତ୍ୟ ପହଞ୍ଚାଇବାରେ ସଂକୋଚ କରିବା ଉଚିତ ନୁହେଁ।
परमेश्वर आमको प्रचार करबा एवं सेमानंकु सत्य जानिबाकु देबा निमंते कहिले पुणी जदिओ सेमाने शुणंती किंबा शुणंती नहीं। 하나님께서 जदि आम्भे प्रचार करिबार परमेश्वरंको आज्ञार सचोटतारे पालन करिथाउ 진행하다가 보면 결과적으로 तेबे परिशेषरे परमेश्वर पानी जेमिति साधारण वस्तु को 그 물질을 द्राक्षारस जेमिति विशेष वस्तु रे परिवर्तन करिदेबे। 내용으로 바꿔주시고 변모시켜 주십니다. शेषरे जेबे जाहाला गुड़िकर वस्तु लोकमानंकु दियागला तेबे सेमाने जहा चाखिले ताहा द्राक्षारस थिला पानी नहीं। जेहेतु यही कार्य परमेश्वरंको शक्ति द्वारा पूरा करा जाए एथिपई आम्भे परमेश्वरंको आज्ञा अनुसार समय एवं असमय सुसमाचार प्रचार करिबार प्रत्येक संभव चेष्टा करिबा उचित। 항상 전하는 일을 힘쓰다가 보면 जेबे आम्भे प्रचार करिथौ तेबे किछि लोक जो माने पूरा शुणंती सही समस्त विषय उपरे ध्यान केंद्रित करि पारंती नहीं, किंतु जो विषय सेमानंक द्वारा लाखी रही थाए ताहा यहा अटे जदि आपण शनिवार रे विश्राम दिन पालन करंती नहीं तेबे आपण रक्षा पाई परिबे नहीं। एही विषय सेमानंक मनरे लागि रही थाए एवं सारा राति सेमानंकु सोइबाकु दिए नहीं। सेमाने चिंता करंती रविवार आराधनार अर्थ कोन जाहाकु मु सारा जीवन पालन करि अछि। जदि यहा भूल अटे तेबे कोन वर्तमान मते आपण पद्धति परिवर्तन करिबा उचित नहीं। केतेक भिन्न भिन्न विचार मनरे आसीबा परे सेमाने चर्च को आसंती एवं चर्चर इतिहास विषय रे अध्ययन करंती कि विश्राम दिन किपरि परिवर्तन होइथिला। परिशेषरे सेमाने आपणा मन परिवर्तन करंती, परमेश्वरंक सत्य को ग्रहण करंती एवं आम्भर सियोन परिवार रो सदस्य हुअंती। यह स्पष्ट रूपे सही भूमिकार व्याख्या करिथाय जहा आम्भे प्रदर्शन करिथाउ। 그렇다는 것입니다. 우리가 할 आम्भे केवल पानी आनिबार कार्य परि एक साधारण दूत कार्य करिथाउ। 그러나 जदिओ आम्भे पानी आनिथाउ किंतु से परमेश्वर अटंती जे एहाकु उत्कृष्ट द्राक्षारसरे परिणत करंती। 하나님께서 전부 이와 같이 하시 ଏହା ଏମିତି କିଛି ନାହିଁ ଯାହାକୁ ଜଣେ ପାଦ୍ରୀ ଦ୍ୱାରା ପୁରା କରାଯାଇ ପାରିବ, କାରଣ ସେ ଏକ ଭଲ ଉପଦେଶ ଦେଇଥାଏ। 아니면 전도사님에 의해 ନାହିଁ ଏହାକୁ ଜଣେ ମିଶନାରୀ, ଜଣେ ଏଲ୍ଡର କିମ୍ବା ଜଣେ ଆଲ୍ଡ୍ରେସ୍ ଦ୍ୱାରା କରାଯାଏ। 하는 것이 아니라 ଏହା କେବଳ परमेश्वर ଦ୍ୱାରା ପୁରା କରାଯାଇ ପାରିବ ଯେ ସେହି ସ୍ଥିତିରେ ପରିବର୍ତ୍ତନ ଆଣନ୍ତି। 하는 것입니다. ଆସନ୍ତୁ ଆମ୍ଭେ ଲୁକ୍ ପୁସ୍ତକ ଅଧ୍ୟାୟ 5 ଉପରେ ଏକ ନଜର ଦେବା। ଯାହା କିଛି ମଧ୍ୟ परमेश्वर ଆମ୍ଭକୁ କରିବାକୁ କହନ୍ତି ଯଦିଓ ତାହା ବହୁତ ସରଳ ଏବଂ ତୁଚ୍ଛ ଲାଗିଥାଏ, କିନ୍ତୁ ଯେବେ ଆମ୍ଭେ ଆଜ୍ଞା ପାଳନ କରିଥାଉ ତେବେ ସର୍ବଦା ଏକ ମହାନ ପରିଣାମ ଦିଆଯାଏ। ଆଜି ଆସନ୍ତୁ ଏହି ମାମଲା ଉପରେ ବିଚାର କରିବାର କିଛି ସମୟ ନେବା। 이 시간에 되길 바랍니다. ଆସନ୍ତୁ ଆମ୍ଭେ ଲୁକ୍ ଅଧ୍ୟାୟ 5 ପଦ 1 ଉପରେ ଏକ ନଜର ଦେବା। ଦିନେ ଯେତେବେଳେ ଲୋକ ସମୂହ ତାହାଙ୍କ ଉପରେ ମାଡ଼ି ପଡ଼ି ଈଶ୍ୱରଙ୍କ ବାକ୍ୟ ଶୁଣୁଥିଲେ ସେତେବେଳେ ସେ ଗିନେସରଥ ହ୍ରଦ କୂଳରେ ଠିଆ ହୋଇଥିଲେ। 호숫가에 ଆଉ ସେ ହ୍ରଦ କୂଳରେ ଦୁଇଟି ନୌକା ଥିବାର ଦେଖିଲେ ମାଛୁଆମାନେ ସେଥିରୁ ଓହ୍ଲାଇ ଜାଲ ଧଉଥିଲେ। ସେହି ନୌକା ଗୁଡ଼ିକ ମଧ୍ୟରୁ ଯେଉଁଟି ସିମୋନଙ୍କର ଥିଲା ସେଥିରେ ସେ ଚଢ଼ି ସ୍ଥଳରୁ ଅଳ୍ପ ଦୂରକୁ ଯିବା ନିମନ୍ତେ ତାଙ୍କୁ ଅନୁରୋଧ କଲେ। ଆଉ ସେ ବସି ନୌକାରୁ ଲୋକ ସମୂହକୁ ଶିକ୍ଷା ଦେବାକୁ ଲାଗିଲେ। ସେ କଥା ଶେଷ କରି ସିମୋନଙ୍କୁ କହିଲେ, ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମମାନଙ୍କର ଜାଲ ପକାଅ। 시몬이 ଏଥିରେ ସିମୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରିନାହୁଁ, କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି। 말씀에 의하여 ଆଉ ସେମାନେ ତାହା ପକାଇ ବହୁତ ମାଛ ଧରିଲେ। ପୁଣି ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା। ସେଥିରେ ସେମାନଙ୍କର ଯେଉଁ ଅଂଶୀଦାରମାନେ ଅନ୍ୟ ନୌକାରେ ଥିଲେ ସେମାନେ ଯେପରି ଆସି ସାହାଯ୍ୟ କରନ୍ତି ଏଥିପାଇଁ ସେମାନେ ସେମାନଙ୍କୁ ଠାରିଲେ। ଏଥିରେ ସେମାନେ ଆସି ଦୁଇଟି ନୌକାକୁ ଏପରି ପୂର୍ଣ୍ଣ କଲେ ଯେ ସେଗୁଡ଼ିକ ବୁଡ଼ିବାକୁ ଲାଗିଲା। କିନ୍ତୁ ସିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଯିବା ହେଉନ୍ତୁ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ। କାରଣ ସେମାନେ ସେହି କ୍ଷେପରେ ଏତେ ମାଛ ଧରିଥିଲେ ଯେ ତାହା ଦେଖି ସେ ଓ ତାଙ୍କ ସଙ୍ଗୀ ସମସ୍ତେ ବିସ୍ମୟାନ୍ୱିତ ହେଲେ। ପୁଣି ଜେବଦୀଙ୍କ ଦୁଇ ପୁତ୍ର ଯାକୋବ ଓ ଯୋହନ ଯେଉଁମାନେ ସିମୋନଙ୍କର ସହଭାଗୀ ଥିଲେ ସେମାନେ ମଧ୍ୟ ସେହି ପ୍ରକାର ବିସ୍ମୟାନ୍ୱିତ ହେଲେ। ପୁଣି ଯୀଶୁ ସିମୋନଙ୍କୁ କହିଲେ, ଭୟ କର ନାହିଁ, ଆଜିଠାରୁ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବ। 사람을 취하리라. ସେଥିରେ ସେମାନେ ନୌକା ଗୁଡ଼ିକ କୂଳକୁ ଆଣି ସମସ୍ତ ପରିତ୍ୟାଗ କରି ତାହାଙ୍କର ଅନୁଗମନ କଲେ। 지금 ଲୁକ୍ ଅଧ୍ୟାୟ 5ର ଏହି ଦୃଶ୍ୟ ସହିତ ମଧ୍ୟ ଏମିତି ହିଁ ଅଟେ। 예수 ଯୀଶୁ କହିଲେ, ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମମାନଙ୍କର ଜାଲ ପକାଅ। 내려보라. ପିତର ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରିନାହୁଁ। ଯଦି ଆମ୍ଭେ ବର୍ତ୍ତମାନ ଜାଲ ପକାଇବା ତେବେ କ'ଣ କିଛି ବିଶେଷ ଘଟିବ? 있겠습니까? କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି। 말씀에 의지해서 그물을 내려보겠습니다. ସେହି ସମୟ ପିତର ମାଛ ଧରିବା ପାଇଁ କିଛି ବିଶେଷ ଉପକରଣର ଉପଯୋଗ କଲେ ନାହିଁ, କିନ୍ତୁ କେବଳ ଏକ ସାଧାରଣ କାର୍ଯ୍ୟ କଲେ। ଏହା ସେହି ସ୍ଥାନ ଥିଲା ଯେଉଁଠି ସେମାନେ ମାଛ ଧରିବା ପାଇଁ ଜାଲ ପକାଉଥିଲେ। 잡아왔던 동일한 장소였습니다. ତାହା କେବଳ ଏକ ସାଧାରଣ ଦିନ ଥିଲା, କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ସେମାନଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପରେ ଏକ ପରିବର୍ତ୍ତନ ହେଲା।
우리가 ପିତରଙ୍କ ସହିତ ହୋଇଥିବା ସ୍ଥିତି ପରି ଯେବେ ଆମ୍ଭେ ବସ୍ତୁଗୁଡ଼ିକୁ ସ୍ୱୟଂ କରିଥାଉ ତେବେ ଏହାର ପରିଣାମ ବାହାରି ପାରିବ ନାହିଁ। କିନ୍ତୁ ଯେବେ ଆମ୍ଭେ ପରମେଶ୍ୱରଙ୍କ ଦୂତ କାର୍ଯ୍ୟ କରିଥାଉ 하나님의 ତେବେ ପରିଣାମ 심부름을 ବହୁତ 할 ଭିନ୍ନ 때는 ହୋଇଥାଏ। 양상이 달라지죠. ଅନ୍ୟପଟେ 심부름이 아니라 ଯେବେ ଆମ୍ଭେ ପରମେଶ୍ୱରଙ୍କ ଦୂତ କାର୍ଯ୍ୟ କରିବା ପରିବର୍ତ୍ତେ ଆପଣା ଇଚ୍ଛାରେ ଚାଲିଥାଉ ତେବେ ଏହି ପ୍ରକାର ପରିବର୍ତ୍ତନ କଦାପି ହୁଏ ନାହିଁ। 수십 ଯଦିଓ ସେ ସେହି ସ୍ଥାନରେ 10 ଏବଂ 1000 ଥର ଜାଲ ପକାଇଛନ୍ତି କିନ୍ତୁ ଯେବେ ସେ ପରମେଶ୍ୱରଙ୍କ ଦୂତ କାର୍ଯ୍ୟ କରିବା ଆରମ୍ଭ କଲେ 때는 ତେବେ ସ୍ଥିତି ଭିନ୍ନ ଥିଲା। ଏଥିପାଇଁ ପ୍ରଚାର କରିବା ସମୟରେ ଆମ୍ଭକୁ ଏହା କହିବା ଉଚିତ ନୁହେଁ, ମୁଁ ଏହାକୁ ଆପଣା ବୁଦ୍ଧି ଓ ଶକ୍ତି ଦ୍ୱାରା ପୂରା କରିପାରିବି। ଏହା ପରିବର୍ତ୍ତେ ଆମ୍ଭକୁ କହିବାର ଅଛି, ଦୟାକରି ମୋତେ ପରମେଶ୍ୱରଙ୍କ ଦୂତ କାର୍ଯ୍ୟ ପୂରା କରିବାକୁ ଦିଅନ୍ତୁ। ସେହି କାର୍ଯ୍ୟ ବିଷୟରେ ଚିନ୍ତା କରନ୍ତୁ ଯାହା କାନାରେ ସେବକମାନେ କରିଥିଲେ। ସଙ୍ଗରେ ସେହି ଦୂତ କାର୍ଯ୍ୟ ବିଷୟରେ ଚିନ୍ତା କରନ୍ତୁ ଯାହା ପିତର କରିଥିଲେ। ଯେବେ ପିତର ଜାଲ ପକାଇଲେ ତେବେ ହଠାତ୍ ସମସ୍ତ ମାଛ ଯାହା ସେଠାରେ ନଥିଲା ଦେଖାଦେଲା। 그 물고기들이 엄청나게 ସେ ଏତେ ମାଛ ଧରିଲେ କି ତାହାର ନୌକା ପୂର୍ଣ୍ଣ ହୋଇଗଲା। 가득히 채운 게 아니라 그 같은 ଯୋହନ ଏବଂ ଯାକୁବ ମଧ୍ୟ ଯେଉଁମାନେ ସେହି କାର୍ଯ୍ୟ କରୁଥିଲେ ଏତେ ମାଛ ଧରିଲେ କି ସେମାନଙ୍କ ନୌକା ବୁଡ଼ିବାକୁ ଲାଗିଲା। 물고기를 잡았더라고 했습니다. 이런 ଏହି ଅଭିଲେଖ ଗୁଡ଼ିକ ଦ୍ୱାରା ବାଇବଲ ଆମ୍ଭକୁ କ'ଣ ଶିକ୍ଷା କରିଥାଏ? 어떤 교훈을 남기기 ଆମ୍ଭ ନିମନ୍ତେ ଏହି ମାମଲା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ ଅଟେ। 필요가 있겠습니다. ଯେବେ ଆମ୍ଭେ ପ୍ରଥମ ଥର ସୁସମାଚାର ପ୍ରଚାର କରିବାକୁ ଆରମ୍ଭ କରିଥାଉ ତେବେ ଆମ୍ଭେ ଧ୍ୟାନ ସହକାରେ ପରମେଶ୍ୱରଙ୍କ ଇଚ୍ଛାର ପାଳନ କରିଥାଉ। କିନ୍ତୁ ଯେମିତି ଯେମିତି ସମୟ ଅତିବାହିତ ହୋଇଥାଏ ଆମ୍ଭେ ପରମେଶ୍ୱରଙ୍କ ବାକ୍ୟର ଅଭ୍ୟସ୍ତ ହୋଇଥାଉ ଏବଂ ଆମ୍ଭେ ଆପଣା ପ୍ରଚାର ବାତାବରଣ ଏବଂ ବିଭିନ୍ନ ପ୍ରକାରର ଲୋକମାନଙ୍କ ସହିତ ବ୍ୟବହାର କରିବାର ପଦ୍ଧତି ଦ୍ୱାରା ପରିଚିତ ହୋଇଥାଉ। ଧୀରେ ଧୀରେ ଆମ୍ଭେ ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଦୂତ କାର୍ଯ୍ୟର ଉପେକ୍ଷା କରିଥାଉ, ଆପଣା ସ୍ୱୟଂର ବିଚାର ଦ୍ୱାରା ନିର୍ଦ୍ଦେଶିତ ହେବାକୁ ଲାଗିଥାଉ। 이렇게 된다면 ସେହି ସ୍ଥିତିରେ ଆମ୍ଭେ ଶେଷରେ ପିତରଙ୍କ ପରି ହେବା ଯେ ସାରା ରାତି ଆପଣା ଜାଲ ପକାଇଲେ କିନ୍ତୁ କିଛି ପ୍ରାପ୍ତ କଲେ ନାହିଁ। 소득이 없는 그런 일을 할 수밖에 없습니다. ପୁଣି ଯଦି ଆମ୍ଭେ ଏକ ସଫଳ ପରିଣାମ ପ୍ରାପ୍ତ କରିବାକୁ ଚାହିଁଥାଉ ତେବେ ଆମ୍ଭକୁ କ'ଣ କରିବା ଉଚିତ? ଆମ୍ଭକୁ ପରମେଶ୍ୱରଙ୍କ ଦୂତ କାର୍ଯ୍ୟକୁ ପୂରା କରିବା ଉଚିତ। ସେହି ସେବକ ଯେଉଁମାନେ କାନାର ବିବାହ ଭୋଜରେ ଯୀଶୁଙ୍କ ଦ୍ୱାରା ଦତ୍ତ କାର୍ଯ୍ୟ କଲେ ଏବଂ ପିତର ଯେ ଯୀଶୁ ଦ୍ୱାରା ଦତ୍ତ ଦୂତ କାର୍ଯ୍ୟ କଲେ, କ'ଣ ସେମାନେ ଆଶ୍ଚର୍ଯ୍ୟଜନକ ପରିଣାମ ପ୍ରାପ୍ତ କଲେ ନାହିଁ? କେବଳ ଯେଉଁମାନେ ଆପଣା ସମ୍ପୂର୍ଣ୍ଣ ମନରେ ପରମେଶ୍ୱରଙ୍କ ଇଚ୍ଛା ଉପରେ ବିଶ୍ୱାସ କରନ୍ତି ଏବଂ ତାହାକୁ ସଚୋଟତାରେ ପୂରା କରନ୍ତି ଅଦ୍ଭୁତ ପରିଣାମ ପ୍ରାପ୍ତ କରିପାରିବେ। 이런 어떤 କେବଳ ପରମେଶ୍ୱର ସେମାନଙ୍କ ନିମନ୍ତେ ପରିବର୍ତ୍ତନ ଆଣନ୍ତି। 일으키시지. 하인이 ସେ ସେବକ ନଥିଲେ ଯେ ପାଣିକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ, 없던 그 고기를 ନାହିଁ ସେ ପିତର ଥିଲେ ଯେ ସେହି ଜାଲ ମଧ୍ୟରେ ସେହି ମାଛଗୁଡ଼ିକୁ ଭର୍ତ୍ତି କଲେ ଯାହା ପ୍ରଥମେ ନଥିଲା। 그 କିଛି ପ୍ରାପ୍ତ କରାଯାଇପାରିବ କି ନାହିଁ ଏହାର ମୂଳ କ'ଣ ଅଟେ? 과연 어디에 있는가? ଯେବେ ଆମ୍ଭେ ଏହା ବିଷୟରେ ପୁଣି ଥରେ ବିଚାର କରିଥାଉ ତେବେ ଆମ୍ଭେ ଅନୁଭବ କରିଥାଉ କି ପରମେଶ୍ୱର ଆମ୍ଭମାନଙ୍କ ଧନ ଅଟନ୍ତି। ଯେହେତୁ ସମସ୍ତ କିଛି ପରମେଶ୍ୱରଙ୍କ ଉପରେ ନିର୍ଭର କରିଥାଏ, ଏଥିପାଇଁ ଆମ୍ଭକୁ ସିଓନର ସେହି ସନ୍ତାନ ହେବା ଆବଶ୍ୟକ ଯେ ପରମେଶ୍ୱରଙ୍କୁ ଆପଣା ସବୁଠୁ ବଡ଼ ଧନ ମାନିଥାଏ। ଯଦି ପରମେଶ୍ୱର ଆମ୍ଭର ନେତୃତ୍ୱ କରନ୍ତି ତେବେ କ'ଣ ଏକ ବନ୍ଧୁର ଭୂମିକୁ ଫୁଲ ବଗିଚାର କ୍ଷେତ ରୂପେ ପରିବର୍ତ୍ତନ କରାଯାଇପାରିବ ନାହିଁ? 예, ଏହା ପର୍ଯ୍ୟନ୍ତ କି ଜିରିହ ଏକ ଅଭେଦ୍ୟ ଗଡ଼ ମଧ୍ୟ ହଠାତ୍ ସମଭୂମି ହୋଇପାରେ। 으로 돌변할 수가 있습니다. 우리 사람 ଯଦିଓ ମନୁଷ୍ୟର ଦୃଷ୍ଟିରେ କିଛି ବସ୍ତୁ ସୁନ୍ଦର ଲାଗିଥାଏ କିନ୍ତୁ ଯେବେ ପରମେଶ୍ୱର ତାହା ଉପରେ ଆପଣା ଶକ୍ତି ବିନିଯୋଗ କରନ୍ତି ତେବେ କ'ଣ ସେହି ବସ୍ତୁ ତୁଚ୍ଛ ହେବ ନାହିଁ? 우리는 이런 ପ୍ରତିଦିନ ପରମେଶ୍ୱରଙ୍କ ଶକ୍ତି ଏବଂ ଚମତ୍କାର କାର୍ଯ୍ୟର ଅନୁମାନ ଏବଂ ଅନୁଭବ କରୁଥାଇ 매일같이 경험하고 또 다시 이제 ଆମ୍ଭକୁ ସ୍ୱର୍ଗ ରାଜ୍ୟ ଆଡ଼କୁ ପାଦ ଦେବା ଉଚିତ। 한 걸음 한 걸음 전진해 나가야 되겠습니다. ଆସନ୍ତୁ ଦ୍ୱିତୀୟ ରାଜାବଳୀ ଅଧ୍ୟାୟ 5ରେ ପରମେଶ୍ୱରଙ୍କ ବାକ୍ୟ ଉପରେ ଏକ ନଜର ଦେବା। ଆସନ୍ତୁ ଆମ୍ଭେ ଦ୍ୱିତୀୟ ରାଜାବଳୀ ଅଧ୍ୟାୟ 5 ପଦ 1 ଉପରେ ଏକ ନଜର ଦେବା। ଅରାମୀୟ ରାଜାର ନାମାନ ନାମକ ସେନାପତି 그 주인 앞에서 크고 ଆପଣା ପ୍ରଭୁ ଦୃଷ୍ଟିରେ ମହାନ ଓ ସମ୍ଭ୍ରାନ୍ତ ଲୋକ ଥିଲେ, କାରଣ ତାହା ଦ୍ୱାରା ସଦାପ୍ରଭୁ ଆରାମୀୟ ଲୋକମାନଙ୍କୁ ଜୟ ପ୍ରଦାନ କରିଥିଲେ। ସେ ମଧ୍ୟ ମହାବିକ୍ରମଶାଳୀ ଲୋକ ଥିଲେ, ମାତ୍ର ସେ କୁଷ୍ଠୀ। 아람 ଆରାମୀୟ ରାଜାର ନାମାନ ନାମକ ଜଣେ ସେନାପତି ଥିଲେ 현대 ଯାହାକୁ ଆଧୁନିକ ସମୟରେ ସୁରକ୍ଷା ମନ୍ତ୍ରୀ ବିବେଚିତ କରାଯାଉଥିଲା। 그런 나만이라는 사람이 있었습니다. ଯଦିଓ ସେ ଜଣେ ମହାନ ସେନାପତି ଥିଲେ କିନ୍ତୁ ସେ କୁଷ୍ଠୀ ଥିଲେ। 문둥병을 가지고 있었습니다. 그래서 ସମାଧାନ ଖୋଜିବା ପରେ ସେ ଏହି ସମାଚାର ଶୁଣିଲେ କି ସେ ଇଲିସାୟ ନାମକ ପରମେଶ୍ୱରଙ୍କ ଭବିଷ୍ୟତ ବକ୍ତା ଦ୍ୱାରା ସୁସ୍ଥ ହୋଇପାରନ୍ତି। ଏଥିପାଇଁ ସେ ଇଲିସାୟଙ୍କ ସହିତ ସାକ୍ଷାତ କରିବାକୁ ଗଲେ। 듣고 엘리사를 이제 만나러 가는 장면입니다. 8절로 ଆସନ୍ତୁ ଆମ୍ଭେ ପଦ 8କୁ ଯିବା।
하나님이 ଏ ଉତ୍ତାରେ ଇସ୍ରାଏଲର ରାଜା ଆପଣା ବସ୍ତ୍ର ଚିରି ଅଛନ୍ତି ଏହା ଶୁଣି ପରମେଶ୍ୱରଙ୍କ ଲୋକ ଇଲିସାୟ ତାହାଙ୍କ କତିକି ଏହି କଥା କହି ପଠାଇଲେ, ତୁମ୍ଭେ କାହିଁକି ଆପଣା ବସ୍ତ୍ର ଚିରିଲ? ସେ ଏବେ ମୋ କତିକି ଆସୁ, ତହିଁରେ ଇସ୍ରାଏଲ ମଧ୍ୟରେ ଯେ ଏକ ଭବିଷ୍ୟତ ବକ୍ତା ଅଛି ଏହା ସେ ଜାଣିବ। 알리이다. ଏଣୁ ନାମାନ ଆପଣା ଅଶ୍ୱ ଓ ରଥାଦି ସହିତ ଆସି ଇଲିସାୟଙ୍କ ଗୃହର ଦ୍ୱାର ନିକଟରେ ଠିଆ ହେଲା। 엘리사의 집문에 서니 ତହୁଁ ଇଲିସାୟ ଏକ ଦୂତ ପଠାଇ ତାହାକୁ କହିଲେ, ତୁମ୍ଭେ ଯାଇ ଜର୍ଦ୍ଦନରେ 7 ଥର ସ୍ନାନ କର, 요단강에 몸을 ତହିଁରେ ତୁମ୍ଭର ନୂତନ ମାନସ ହେବ ଓ ତୁମ୍ଭେ ଶୁଚି ହେବ। 하여 깨끗하리라. 그래도 그 କାରଣ ତାହା ପାଖରେ ରକ୍ଷା ମନ୍ତ୍ରୀ ଯେମିତି ଉଚ୍ଚପଦ ଥିଲା ଏବଂ ସେ ଇଲିସାୟଙ୍କ ଘର ପର୍ଯ୍ୟନ୍ତ ଆସିଥିଲେ, ଏଥିପାଇଁ ସେ ଏକ ସମ୍ମାନଜନକ ସ୍ୱାଗତର ଆଶା କରିଥିଲେ। କିନ୍ତୁ ଇଲିସାୟ ଆପଣା ଘରୁ ବାହାରକୁ ମଧ୍ୟ ଆସିଲେ ନାହିଁ, ମାତ୍ର କେବଳ ଏକ ସନ୍ଦେଶ ପ୍ରେରଣ କଲେ, 만 이제 전합니다. 요단강에 가서 몸을 ତୁମ୍ଭେ ଯାଇ ଜର୍ଦ୍ଦନରେ 7 ଥର ସ୍ନାନ କର, ତହିଁରେ ତୁମ୍ଭର କୁଷ୍ଠ ଶୁଚି ହେବ। 하게 될 것이다. 11절에 ପଦ 11 ମାତ୍ର ନାମାନ କ୍ରୁଦ୍ଧ ହୋଇ ଚାଲିଗଲା ଆଉ କହିଲା, 한 나라에 ଯେହେତୁ ତାହା ପାଖରେ ସୁରକ୍ଷା ମନ୍ତ୍ରୀ ଯେମିତି ଉଚ୍ଚ ପଦ ଥିଲା, ତେଣୁ ତାହାକୁ ଲାଗିଲା କି ସେ ଉପଯୁକ୍ତ ବ୍ୟବହାରର ଯୋଗ୍ୟ ଅଟେ, ଏଥିପାଇଁ ସେ କ୍ରୋଧିତ ହୋଇଗଲା। 화가 나서 이제 그냥 돌아가려고 했습니다. ମାତ୍ର ନାମାନ କ୍ରୁଦ୍ଧ ହୋଇ ଚାଲିଗଲା ଆଉ କହିଲା, ଦେଖ ମୁଁ ଭାବିଥିଲି ସେ ଅବଶ୍ୟ ବାହାରି ମୋ କତିକି ଆସିବ ଓ ଠିଆ ହୋଇ ସଦାପ୍ରଭୁ ତାହାର ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରି କୁଷ୍ଠ ସ୍ଥାନରେ ହସ୍ତ ଲଗାଇ ତାହା ସୁସ୍ଥ କରିବ। 다메섹 ଇସ୍ରାଏଲର ସମୁଦାୟ ଜଳ ଅପେକ୍ଷା କି ଦାମେସ୍କସର ଅବାନା ଓ ପର୍ପର ନଦୀ ଉତ୍ତମ ନୁହେଁ? ମୁଁ କି ତହିଁରେ ସ୍ନାନ କରି ଶୁଚି ହୋଇ ନ ପାରନ୍ତି? ଏଣୁ ସେ ଫେରି କ୍ରୋଧରେ ଚାଲିଗଲା। 한 모양으로 떠나니 ଏଥିରେ ତାହାର ଦାସମାନେ ନିକଟକୁ ଆସି ତାହାକୁ କହିଲେ, ଆମ୍ଭ ପିତ ଯେବେ ସେ ଭବିଷ୍ୟତ ବକ୍ତା କୌଣସି ବଡ଼ କାର୍ଯ୍ୟ କରିବାକୁ ଆପଣଙ୍କୁ ଆଜ୍ଞା କରିଥାନ୍ତେ, ତେବେ କି ଆପଣ ତାହା କରିନଥାନ୍ତେ? ତେବେ ସ୍ନାନ କରି ଶୁଚି ହୁଅ ଏହି କଥା ଯେତେବେଳେ ସେ ଆପଣଙ୍କୁ କହନ୍ତି, ତାହା ମାନିବା କେତେ ଅଧିକ କର୍ତ୍ତବ୍ୟ। ତହୁଁ ସେ ପରମେଶ୍ୱରଙ୍କ ଲୋକଙ୍କ ବାକ୍ୟାନୁସାରେ ଯାଇ ଜର୍ଦ୍ଦନରେ ଆପଣାକୁ 7 ଥର ବୁଡ଼େଇଲା। ସେଥିରେ ତାହାର ମାଂସ ପୁନର୍ବାର କ୍ଷୁଦ୍ର ବାଳକର ମାଂସ ତୁଲ୍ୟ ହେଲା ଓ ସେ ଶୁଚି ହେଲା। ଏଠାରେ ଯାହା ହେଉଛି ତାହା ସହିତ ମଧ୍ୟ ସେହି ବିଷୟ ଲାଗୁ ହୋଇଥାଏ। ପାଣି କେତେ ଭଲ ହେଉନା କାହିଁକି, ପାଣି କୁଷ୍ଠ ରୋଗକୁ ଠିକ୍ କରିପାରିବ ନାହିଁ। 좋아도 문둥병 치유할 수 없습니다. ଏହା ବ୍ୟତୀତ ଜର୍ଦ୍ଦନ ନଦୀର ଗୁଣବତ୍ତା ଅନ୍ୟ ନଦୀଠାରୁ ଅଧିକ ମାତ୍ରାରେ କମ୍ ଥିଲା, କିନ୍ତୁ ସେଠାରେ କ'ଣ କାମ କରୁଥିଲା? 하나님의 ପରମେଶ୍ୱରଙ୍କ ଶକ୍ତିର କାର୍ଯ୍ୟ ସେଠାରେ କାମ କରୁଥିଲା। 하는 것이기 때문에 ଏଥିପାଇଁ ଇଲିସାୟ କହିଲେ, 요단강에 ତୁମ୍ଭେ ଯାଇ ଜର୍ଦ୍ଦନରେ 7 ଥର ସ୍ନାନ କର। 씻으라고 ଯଦିଓ ନାମାନ ଆପଣା ଦେଶରେ ଅବାନା ଓ ପର୍ପର ନଦୀକୁ ଯାଆନ୍ତେ ଆଉ ନାହିଁ କେବଳ 7 ଥର ମାତ୍ର 700 କିମ୍ବା 70,000 ଥର ମଧ୍ୟ ସ୍ନାନ କରନ୍ତେ, 700번 7만 ତଥାପି ମଧ୍ୟ ତାହାର କୁଷ୍ଠ ସୁସ୍ଥ ହୁଅନ୍ତା ନାହିଁ। 없어질 수가 없습니다. 이처럼 ଏହି ପ୍ରକାର ସୁସମାଚାରକୁ କରୁଥିବା ସମୟରେ ପ୍ରାୟ ଆମ୍ଭମାନଙ୍କ ପାଖରେ ଆପଣା ବିଚାର ହୋଇଥାଏ। 하나님의 ଆମ୍ଭେ ଆପଣା ବିଚାରଗୁଡ଼ିକୁ ପରମେଶ୍ୱରଙ୍କ ବିଚାର ସମ୍ମୁଖରେ ରଖିଥାଉ ଏବଂ ଦୁନିଆର ତର୍କ ମାଧ୍ୟମରେ ପ୍ରତ୍ୟେକ ବସ୍ତୁର ନ୍ୟାୟ କରିଥାଉ ଏବଂ ଭୌତିକ ଦୁନିଆରେ ଆପଣା ଅନୁଭବର ଆଧାର ଉପରେ ପରିଣାମର ଉପେକ୍ଷା କରିଥାଉ। ଇଲିସାୟ ଯେମିତି ବ୍ୟକ୍ତି ମଧ୍ୟ ଆପଣା ଶକ୍ତିରେ ନାହିଁ, କିନ୍ତୁ ପରମେଶ୍ୱରଙ୍କ ପବିତ୍ର ଆତ୍ମାର ଶକ୍ତି ଦ୍ୱାରା 능력을 ଆପଣା ମିଶନ ପୁରା କଲେ, ହଁ ନା? 아니겠습니까? 근데 କିନ୍ତୁ ନାମାନ ଆପଣା ବିଚାର ଉପରେ ଭରସା କଲେ। ଭୌତିକ ଦୃଷ୍ଟିରେ ଆମ୍ଭର ନଦୀଗୁଡ଼ିକ ଇସ୍ରାଏଲର ସମସ୍ତ ନଦୀଗୁଡ଼ିକ ତୁଳନାରେ ବହୁତ ଅଧିକ ସ୍ୱଚ୍ଛ ଅଟେ। ମୋତେ ଏକ ପରିଷ୍କାର ପାଣିରେ ସ୍ନାନ କରିବା ଉଚିତ। ମୁଁ ଜର୍ଦ୍ଦନ ନଦୀର ଅଳିଆ ପାଣିରେ କାହିଁକି ସ୍ନାନ କରିବି? 라고 하느냐 ଏହା ବ୍ୟତୀତ ସେ ବହୁତ ନିରାଶ ଥିଲେ କି ଇଲିସାୟ ଘରୁ ବାହାରକୁ ଆସିବା ବିନା କେବଳ ସନ୍ଦେଶ ପ୍ରେରଣ କଲେ। 그러므로 굉장히 건짜놨습니다. କିନ୍ତୁ ସେ କୁଷ୍ଠ ରୋଗରୁ ଠିକ୍ ହେବା ପାଇଁ ଇଲିସାୟଙ୍କ ଠାରେ ସାକ୍ଷାତ କରିବାକୁ ଯାଇଥିଲେ, ସମ୍ମାନଜନକ ସ୍ୱାଗତ ପାଇବା ପାଇଁ ନୁହେଁ। ପରିଶେଷରେ ସେ ଆପଣା ଉଦ୍ଦେଶ୍ୟକୁ ଭୁଲି ଯାଇଥିଲେ। ଯେଉଁ ପ୍ରକାର ତାହା ସହିତ ବ୍ୟବହାର କରାଗଲା ତାହା ଦ୍ୱାରା ସେ ଦୁଃଖିତ ଥିଲେ ଏବଂ ତାହାକୁ ସେହି ସମାଧାନ ଭଲ ଲାଗିଲା ନାହିଁ ଯାହାର ତାହାକୁ ପରାମର୍ଶ ଦିଆଯାଇଥିଲା। କେବଳ ଏଥିପାଇଁ କି ଆମ୍ଭକୁ କିଛି ପସନ୍ଦ ନାହିଁ, ଏହାର ଅର୍ଥ ଏହା ନୁହେଁ କି ଆମ୍ଭକୁ ତାହା କରିବା ଉଚିତ ନୁହେଁ। ଯେହେତୁ ପରମେଶ୍ୱରଙ୍କ ଚିନ୍ତା କରିବାର ପଦ୍ଧତି ମନୁଷ୍ୟମାନଙ୍କ ଠାରୁ ଭିନ୍ନ ଅଟେ, ଏଥିପାଇଁ ଆମ୍ଭକୁ ସର୍ବଦା ପରମେଶ୍ୱରଙ୍କ କାର୍ଯ୍ୟକୁ ସେମିତି ହିଁ ପୂରା କରିବା ଉଚିତ ଯେମିତି ପରମେଶ୍ୱର ଆମ୍ଭକୁ କରିବାକୁ ଆଜ୍ଞା ଦିଅନ୍ତି। ପ୍ରେରିତ ଅଧ୍ୟାୟ 5ରେ ଏହା ଲେଖା ଅଛି, ଯଦି ଏହି ମନ୍ତ୍ରଣା ବା ଏହି କର୍ମ ଈଶ୍ୱରଙ୍କ ଠାରୁ ହୋଇଥାଏ, ତେବେ କେବେ ଉଚ୍ଛିନ୍ନ ହେବ ନାହିଁ, କିନ୍ତୁ ଏହା ନିଶ୍ଚିତ ରୂପେ ପୂର୍ଣ୍ଣ ହେବ।
ମୁଁ ସଚ୍ଚୋଟତାରେ ଆଶା କରୁଅଛି କି ଆମ୍ଭେ ଏହାକୁ ମନରେ ରଖୁଥାଇ ସୁସମାଚାରକୁ ପୂରା କରିବା। 또 간절합니다. ଯେବେ ଆମ୍ଭେ କାନାରେ ସେବକମାନଙ୍କ ବିଷୟରେ ଚିନ୍ତା କରିଥାଉ, ସେମାନେ ସେହି କାର୍ଯ୍ୟ କଲେ ପିତର ଯେ ଯୀଶୁଙ୍କ ଆଜ୍ଞାର ପାଳନ କଲେ ଏବଂ ନାମାନର ଚମତ୍କାର ଯାହା ଜର୍ଦ୍ଦନରେ ହେଲା, 기적. ତେବେ ସେମାନେ ସମସ୍ତେ ପରମେଶ୍ୱରଙ୍କ ଦୂତ କାର୍ଯ୍ୟ କରିବାରେ ସମ୍ବନ୍ଧିତ ଥିଲେ। 다 결부되어 있습니다. ଯେବେ ଆମ୍ଭେ ସୁସମାଚାରର ଏହି କାର୍ଯ୍ୟ କରିଥାଉ, ତେବେ ଆମ୍ଭର ମନରେ ବେଳେବେଳେ ନାମାନ ପରି ଭୁଲ ବିଚାର ଆସିଥାଏ। 생각을 할 때가 있습니다. ଯେବେ ଆମ୍ଭେ ଏହା ଚିନ୍ତା କରୁଥାଇ ଆତ୍ମକେନ୍ଦ୍ରିତ ହୋଇଥାଉ, ମୋ ପାଖରେ ଏକ ଉଚ୍ଚ ପଦ ଅଛି, ସେମାନେ ମୋ ସହିତ ଏହି ପ୍ରକାର ବ୍ୟବହାର କିପରି କରିପାରନ୍ତି, ତେବେ ଆମ୍ଭେ ପରମେଶ୍ୱରଙ୍କ ଚମତ୍କାରୀ କାର୍ଯ୍ୟର ଅନୁଭବ କରିପାରିବା ନାହିଁ। 없는 것이죠. ପରମେଶ୍ୱର ଆମ୍ଭକୁ ଯେଉଁ କାର୍ଯ୍ୟ ସମର୍ପଣ କରିଛନ୍ତି ତାହା ବହୁତ ସରଳ ଏବଂ ସାଧାରଣ ଅଟେ। 가서 ସେ କହିଲେ, ଯାଅ ଏବଂ ବାକ୍ୟ ପ୍ରଚାର କର। ଯେବେ ଆମ୍ଭେ ତାହାଙ୍କ ଆଜ୍ଞା ଅନୁସାରେ କରିଥାଉ, ତେବେ ପରମେଶ୍ୱର ଆମ୍ଭ ଦ୍ୱାରା ଶୁଣାଯାଇଥିବା ବାକ୍ୟ ଦ୍ୱାରା ପରିବର୍ତ୍ତନ ଆଣନ୍ତି। ଜର୍ଦ୍ଦନ ନଦୀରେ କୁଷ୍ଠ ଦୂର କରିବାର କୌଣସି ଶକ୍ତି ନଥିଲା। 표가 거기에 섞여 있는 게 아닙니다. ପରମେଶ୍ୱର ଏହାକୁ ଏଥିପାଇଁ ନିର୍ମାଣ କଲେ ଯାହାଦ୍ୱାରା କେବଳ ନାମାନ ପାଇଁ ଏକ ବିଶେଷ ପରିବର୍ତ୍ତନ ହେବ। କ'ଣ ବର୍ତ୍ତମାନ ଆମ୍ଭେ ସମସ୍ତେ ସୁସମାଚାର ନିମନ୍ତେ ପରମେଶ୍ୱରଙ୍କ ଦୂତ କାର୍ଯ୍ୟ କରୁନାହିଁ? 복음 ଆସନ୍ତୁ ଦ୍ୱିତୀୟ ତିମୋଥୀ ଅଧ୍ୟାୟ 4କୁ ଯାଇ ଦେଖିବା କି ପରମେଶ୍ୱର ଆମ୍ଭକୁ ଏହି ଦୂତ କାର୍ଯ୍ୟକୁ କରିବା ସମୟରେ କେଉଁ ପ୍ରକାରର ମାନସିକତା ରଖିବା ପାଇଁ କହିଛନ୍ତି। ଆସନ୍ତୁ ଆମ୍ଭେ ଦ୍ୱିତୀୟ ତିମୋଥୀ ଅଧ୍ୟାୟ 4 ପଦ 1ରେ ପରମେଶ୍ୱରଙ୍କ ବାକ୍ୟ ଦେଖିବା। ମୁଁ ଈଶ୍ୱରଙ୍କ ସାକ୍ଷାତରେ ଆଉ ଯେଉଁ ଯୀଶୁଖ୍ରୀଷ୍ଟ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ସାକ୍ଷାତରେ ପୁଣି ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମକୁ ଦୃଢ଼ ଆଜ୍ଞା ଦେଉଅଛି, ବାକ୍ୟ ପ୍ରଚାର କର। ବାଇବଲର 66 ପୁସ୍ତକ ପବିତ୍ର ଆତ୍ମା ଦ୍ୱାରା ପ୍ରେରିତ ହୋଇଥିବା ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ଲିଖିତ ପରମେଶ୍ୱରଙ୍କ ପବିତ୍ର ବାକ୍ୟ ଅଟେ। 오신 하나님의 거룩하신 말씀입니다. ଯଦିଓ ଏହି ବାକ୍ୟ ବିଭିନ୍ନ ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ଲେଖାଯାଇଅଛି, କିନ୍ତୁ ବାସ୍ତବରେ ଏହା କାହାର ବାକ୍ୟ ଅଟେ? 말씀입니까? ଏହା ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ବାକ୍ୟ ଅଟେ। ଯେଉଁ ପ୍ରକାର ପରମେଶ୍ୱର କାନାରେ ସେବକମାନଙ୍କୁ ଜାହାଲା ଗୁଡ଼ିକ ପାଣିରେ ଭର୍ତ୍ତି କରିବାକୁ କହୁଥାଇ ଏକ କାର୍ଯ୍ୟ ଦେଇଥିଲେ, ସେହି ପ୍ରକାର ପରମେଶ୍ୱର ଆମ୍ଭକୁ ଏହା କହୁଥାଇ ଏକ ଦୂତ କାର୍ଯ୍ୟ ଦେଇଛନ୍ତି କି ବାକ୍ୟ ପ୍ରଚାର କର। ଏହି ପ୍ରକାର ଆମ୍ଭକୁ କେବଳ ସେହି ଦୂତ କାର୍ଯ୍ୟକୁ ସେମିତି ହିଁ କରିବା ଆବଶ୍ୟକତା ଅଛି ଯେମିତି ତାହା ଆମ୍ଭକୁ ଦିଆଯାଇଅଛି। ଆମ୍ଭେ ଅନ୍ୟମାନଙ୍କୁ ଆମ୍ଭର କ୍ଷମତା ଦେଖାଇବାର ଉଦ୍ଦେଶ୍ୟରେ ବାହାରକୁ ଯାଉନାହିଁ। କ'ଣ ଏହା ସତ୍ୟ ନୁହେଁ? ଯେବେ ଯୀଶୁ କାନାରେ ସେବକମାନଙ୍କୁ ଏକ ଦୂତ କାର୍ଯ୍ୟ ଦେଇଥିଲେ, ତେବେ କ'ଣ ସେ ସେମାନଙ୍କୁ ତାହା ଆପଣା ଶକ୍ତିରେ ଦ୍ରାକ୍ଷାରସ ପ୍ରସ୍ତୁତ କରିବାର ଆଜ୍ଞା ଦେଇଥିଲେ? 분부가 있었습니까? ସେ ସେମାନଙ୍କୁ କେବଳ ଜାହାଲା ଗୁଡ଼ିକରେ ପାଣି ଭର୍ତ୍ତି କରିବାକୁ କହିଥିଲେ। ଏହାଦ୍ୱାରା ତାହାଙ୍କ ଅର୍ଥ ଥିଲା, ବଳକାତକ ମୁଁ କରିବି। ତେବେ ଆମ୍ଭକୁ କ'ଣ କରିବା ଉଚିତ? ଆସନ୍ତୁ ଆମ୍ଭେ ପୁଣି ଥରେ ପଦ 2 ଦେଖିବା। ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ। ପୁଣି ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର। ପୁଣି ଧମକ ଓ ଉତ୍ସାହ ଦାନ କର। 경계하며 구원하라. 자, 이제 ଆମ୍ଭକୁ 말씀을 ପୂର୍ଣ୍ଣ 전파하고 ସହିଷ୍ଣୁତା ଓ ଶିକ୍ଷା ସହିତ ବାକ୍ୟ ପ୍ରଚାର କରିବା ଉଚିତ। 가르침으로 ଆଉ ଆମ୍ଭକୁ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଧମକ ଓ ଉତ୍ସାହ ଦାନ କରିବାର ଆବଶ୍ୟକତା ଅଛି। 이런 것이 이제 전부 이루어져야 되겠죠. ପଦ 3, 3절입니다. କାରଣ ସମୟ ଆସିବ ସେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ମାତ୍ର ଶ୍ରୁତି ମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷାନୁସାରେ ଆପଣମାନଙ୍କ ନିମନ୍ତେ ବହୁ ସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ। ପୁଣି ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ। କିନ୍ତୁ ତୁମେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କର, କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସମ୍ପନ୍ନ କର। 하나님 ଏଠାରେ ଏ ପରମେଶ୍ୱର ଅଟନ୍ତି ଯିଏ ଆମ୍ଭେ ସମସ୍ତଙ୍କୁ ଏହି ଦୂତ କାର୍ଯ୍ୟ କରିବା ପାଇଁ କହୁଛନ୍ତି। 과거 ନୋହଙ୍କ ସମୟରେ ପରମେଶ୍ୱର ନୋହଙ୍କୁ ଏକ ଦୂତ କାର୍ଯ୍ୟ ଦେଇଥିଲେ। ଏହା ଜାହାଜ ନିର୍ମାଣ କରିବାର ଥିଲା। 것을 노아에게 심부름을 시켰습니다. 노아는 거기에 ଯେବେ ନୋହ ଏହି ମିଶନ ପ୍ରାପ୍ତ କଲେ, ତେବେ ସେ ଆପଣା ବିଚାର ଯୋଗ କଲେ ନାହିଁ। 여기 କେତେ ଖର୍ଚ୍ଚ ହେବ, କେତେ ସେବକ ହେବା ଦରକାର, 있어야 될까? କେତେ ସମୟ ଲାଗିବ? ଏହା ପରିବର୍ତ୍ତେ ଯେହେତୁ ପରମେଶ୍ୱର ତାହାକୁ ଏହା ନିର୍ମାଣ କରିବାକୁ କହିଥିଲେ, ଏଥିପାଇଁ ସେ କେବଳ ଏହା ନିର୍ମାଣ କରିବା ଆରମ୍ଭ କରିଦେଲେ। ସେ ଠିକ୍ ସେମିତି ହିଁ ଦୂତ କାର୍ଯ୍ୟ କଲେ ଯେମିତି ପରମେଶ୍ୱର ତାହାର ଯୋଜନା ପ୍ରସ୍ତୁତ କରିଥିଲେ। ପରିଶେଷରେ ସମସ୍ତ କିଛି ପୂର୍ଣ୍ଣ ହେବା ପରେ ବାଇବଲ ଲିପିବଦ୍ଧ କଲା ଯେ ପରମେଶ୍ୱରଙ୍କ ଆଜ୍ଞାନୁସାରେ ନୋହ ସମସ୍ତ କର୍ମ କଲେ। 성경에 보면 그렇게 기록이 나옵니다. 다 준행 ଆଜ୍ଞାକାରିତାର ପରିଣାମ ସ୍ୱରୂପ 노아와 그 가족들과 또 ନୋହ 더불어서 ଆପଣା ପରିବାର ଏବଂ ସେହି ସମସ୍ତ ଜନ୍ତୁଗୁଡ଼ିକୁ ରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ପ୍ରଦର୍ଶନ କଲେ ଯେଉଁ ସବୁ ଜାହାଜରେ ଥିଲେ। 구원의 어떤 큰 어떤 그 역할을 할 수가 있었던 것입니다.
ଯେବେ ନୋହ ଜାହାଜ ନିର୍ମାଣ କଲେ ତେବେ ସେ ଏହା ଚିନ୍ତା କଲେ ନାହିଁ କି ତାହାକୁ ମାନବ ଜାତିକୁ କିପରି ରକ୍ଷା କରିବା ଉଚିତ। ଏହା ପରିବର୍ତ୍ତେ ସେ ସେହି ଦୂତ କାର୍ଯ୍ୟ କଲେ ଯାହା ପରମେଶ୍ୱର ତାହାକୁ କରିବାକୁ କହିଥିଲେ। ଯଦିଓ ଜାହାଜରେ ମାସ୍ତୁଲ କିମ୍ବା ମଙ୍ଗ ନଥିଲା, କିନ୍ତୁ ପରମେଶ୍ୱର ଜାହାଜକୁ ଜଳ ପ୍ରଳୟ ମଧ୍ୟରେ ଭାଙ୍ଗିବାକୁ ଦେଲେ ନାହିଁ। ସେ ପରମେଶ୍ୱର ଥିଲେ ଯେ ଜାହାଜର ମାର୍ଗଦର୍ଶନ କଲେ, ଯାହାଦ୍ୱାରା ତାହାର ଶେଷ ଗନ୍ତବ୍ୟ ଉଚ୍ଚସ୍ଥଳରେ ହେବ, ଯାହାକି ଆରାରାଟ ପର୍ବତର ଉଚ୍ଚସ୍ଥଳୀ ଥିଲା। ସୁସମାଚାର କାର୍ଯ୍ୟ ସହିତ ମଧ୍ୟ ଏମିତି ହିଁ ଅଟେ। ଯେହେତୁ ଆମ୍ଭ ଚର୍ଚ୍ଚର ନେତୃତ୍ୱ ପିତା ପରମେଶ୍ୱର ଓ ମାତା ପରମେଶ୍ୱର କରନ୍ତି, ଏଥିପାଇଁ ଆମ୍ଭକୁ ସମୀରଣ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସମୟ ଓ ଅସମୟ ସେହି ସୁସମାଚାରର ପ୍ରଚାର କରିବା ପାଇଁ କୁହାଯାଇଅଛି, ଯାହା ଆମ୍ଭେ ତାଙ୍କଠାରୁ ପ୍ରାପ୍ତ କରିଅଛୁ। ସେ ଆମ୍ଭକୁ ଏହା କହୁନାହାନ୍ତି କି ଆମ୍ଭକୁ ସମ୍ପୂର୍ଣ୍ଣ ବାକ୍ୟ ଦ୍ୱାରା ପ୍ରଚାର କରିବା ଉଚିତ। ଯଦି ଆମ୍ଭେ ସନ୍ଦେଶକୁ ସେମିତି ହିଁ ଶୁଣେଇଥାଉ ଯେମିତି ଆମ୍ଭେ ଶୁଣିଅଛୁ, ତେବେ ବଳକା କାର୍ଯ୍ୟ କିଏ କରିବେ? ସେ ପରମେଶ୍ୱର ଅଟନ୍ତି ଯେ ସମସ୍ତ କିଛି ପୂରା କରିବେ। ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ। କୌଣସି ବାକ୍ୟ କି ଭାଷା ନଥାଏ, ସେମାନଙ୍କର ଶୁଣାଯାଇ ନପାରେ। ସୁସମାଚାରର ଶୁଭ ସନ୍ଦେଶ ସମଗ୍ର ପୃଥିବୀରେ ପ୍ରତିଧ୍ୱନିତ ହୋଇଛି ଏବଂ କ'ଣ ହୋଇଛି? ଜଗତର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରସାରିତ ହୋଇଛି। ଆମ୍ଭେ କେବେ ବୁଝିପାରିବା ନାହିଁ କି ପରମେଶ୍ୱର ସମସ୍ତ କିଛି କିପରି ପୂରା କରିବେ। ଆସନ୍ତୁ ଆମ୍ଭେ ଜିହେଜିକଲ ଅଧ୍ୟାୟ 2 ପଦ 3 ଦେଖିବା। ପୁଣି ସେ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ଆମ୍ଭେ ଇସ୍ରାଏଲର ସନ୍ତାନଗଣର ନିକଟକୁ ଯେଉଁମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି, ସେହି ବିଦ୍ରୋହୀ ଗୋଷ୍ଠୀମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ। ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି, ଆଜି ପର୍ଯ୍ୟନ୍ତ ହିଁ କରୁଅଛନ୍ତି। ସେହି ସନ୍ତାନମାନେ ନିର୍ଲଜ୍ଜ ମୁଖ ଓ କଠିନ ଚିତ୍ତ, ଆମ୍ଭେ ସେମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ। ତୁମ୍ଭେ ସେମାନଙ୍କୁ କହିବ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସେମାନେ ବିଦ୍ରୋହୀ ବଂଶ, ଏଣୁ ଶୁଣନ୍ତୁ ଅବା ନ ଶୁଣନ୍ତୁ, ତଥାପି ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟତ ବକ୍ତା ଉପସ୍ଥିତ ହୋଇଅଛି ବୋଲି ଜ୍ଞାତ ହେବେ। ହେ ମନୁଷ୍ୟ ସନ୍ତାନ, ସତ୍ୟ ସେମାନେ ତୁମ୍ଭ ନିକଟରେ କାନକଳି ଓ କଣ୍ଟକ ତୁଲ୍ୟ ଅଟନ୍ତି ଓ ତୁମ୍ଭେ କଙ୍କଡ଼ା ବିଛାମାନଙ୍କ ମଧ୍ୟରେ ବାସ କରୁଅଛ। ତଥାପି ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, କି ଅବା ସେମାନଙ୍କ କଥାରେ ଭୀତ ହୁଅ ନାହିଁ। ସେମାନେ ବିଦ୍ରୋହୀ ବଂଶ ହେଲେ ହେଁ ତୁମ୍ଭେ ସେମାନଙ୍କ କଥାରେ ଭୀତ ହୁଅ ନାହିଁ, କି ଅବା ସେମାନଙ୍କ ଚାହାଣୀରେ ଉଦ୍ବିଗ୍ନ ହୁଅ ନାହିଁ। ସେମାନେ ଅତ୍ୟନ୍ତ ବିଦ୍ରୋହୀ, ଏ ହେତୁ ସେମାନେ ଶୁଣନ୍ତୁ ଅବା ନ ଶୁଣନ୍ତୁ, ତୁମ୍ଭେ ସେମାନଙ୍କୁ ଆମ୍ଭର ବାକ୍ୟ ସବୁ କୁହ। ପରମେଶ୍ୱର କହିଲେ, ସେମାନଙ୍କୁ ଭୟ କର ନାହିଁ, ମାତ୍ର ଯାଇ ଏହି ସମସ୍ତ ଶୁଣାଅ ଯାହା ମୁଁ ତୁମମାନଙ୍କୁ କହିଅଛି। ଯେବେ ଆମ୍ଭେ ଏମିତି କରିଥାଉ, ଯଦିଓ ଆମ୍ଭେ କେବଳ ତାହାଙ୍କ ବାକ୍ୟକୁ ଶୁଣେଇଅଛୁ, ତେବେ ସେ ପରମେଶ୍ୱର ଅଟନ୍ତି ଯେ ସେହି ସମୟରୁ ବାକିତକ ପୂରା କରିବେ। ଆମ୍ଭେ ଚିନ୍ତା କରିପାରୁ, ଯେବେ ମୁଁ ପ୍ରଚାର କରିଥାଏ ତେବେ ମୋତେ କିଛି ଉତ୍ପନ୍ନ କରିବା ଉଚିତ ଏବଂ ମୋତେ କିଛି କରିବାର ଅଛି ଏବଂ ମୋତେ କିଛି ପୁଣି ଥରେ ହେବା ଉଚିତ। ପରମେଶ୍ୱର ଆମ୍ଭକୁ ସେହି ଭୂମିକା ସମର୍ପଣ କରିନାହାନ୍ତି। ଆମ୍ଭେ କାନାରେ ସେହି ସେବକଙ୍କ ପରି ଯେଉଁମାନଙ୍କୁ ଜାହାଲାରେ ପାଣି ଭର୍ତ୍ତି କରିବାକୁ କୁହାଯାଇଥିଲା, ଏକ ସାଧାରଣ ଦୂତ କାର୍ଯ୍ୟ ସମର୍ପଣ କରାଯାଇଅଛି। ତାହାପରେ ପରମେଶ୍ୱର ଆପଣା କାର୍ଯ୍ୟକୁ ପୂରା କରିବା ପାଇଁ ଆବଶ୍ୟକ ପରିବର୍ତ୍ତନ କରୁଥାଇ କାର୍ଯ୍ୟ ପରିଚାଳନା କରନ୍ତି। ଏହି ଦୁନିଆରେ ଏତେ ଅଧିକ ଲୋକ ମଧ୍ୟରେ ଆମ୍ଭକୁ ଏହି ଅଦ୍ଭୁତ କାର୍ଯ୍ୟକୁ କରିବାର ମିଶନ ଦିଆଯାଇଅଛି। ଏହାକୁ ସ୍ମରଣରେ ରଖୁଥାଇ ଆମ୍ଭେ ଆପଣା ସ୍ୱର୍ଗୀୟ ପିତା ଓ ମାତାଙ୍କୁ ଅନନ୍ତ ଧନ୍ୟବାଦ ଓ ଗୌରବ ଦେଇଥାଉ। କାରଣ ଏହି ସୁସମାଚାର ନିଶ୍ଚିତ ରୂପେ ସମୀରଣ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରଚାର କରାଯିବ। ଆମ୍ଭକୁ ଏହି ସୁସମାଚାର ସମର୍ପଣ କରାଯାଇଅଛି, ଯାହା ନିଶ୍ଚିତ ରୂପେ 100% ପୂରା ହେବ। ଏଥିପାଇଁ ପରମେଶ୍ୱର ଆମ୍ଭକୁ ସମୟ ଓ ଅସମୟ ପ୍ରଚାର କରିବା ଏବଂ ଲୋକମାନଙ୍କୁ ଏହା ଜାଣିବାକୁ ଦେବା ନିମନ୍ତେ କହିଛନ୍ତି, ଯଦିଓ ସେମାନେ ଶୁଣନ୍ତି କିମ୍ବା ଶୁଣନ୍ତି ନାହିଁ। ପୁଣି କିଛି ସମୟ ପରେ କୌଣସି ପରିସ୍ଥିତିରେ ପରମେଶ୍ୱର ନିଶ୍ଚିତ ରୂପେ ସେମାନଙ୍କୁ ସ୍ମରଣ କରାଇବେ କି ସେମାନେ ପ୍ରଥମେ କ'ଣ ଶୁଣିଥିଲେ, ଯାହାଦ୍ୱାରା ସେମାନେ ପରମେଶ୍ୱରଙ୍କୁ ଅନ୍ୱେଷଣ କରିପାରିଲେ। ଯେବେ ଏହି ଯୁଗରେ ସୁସମାଚାରର ପ୍ରଚାର କରାଯାଉଅଛି, ଏହି ପ୍ରକାର ଉଦାହରଣ ବାସ୍ତବରେ ହେଉଅଛି ଏବଂ ପୂରା କରାଯାଉଅଛି। ଆସନ୍ତୁ ମାର୍କ ଅଧ୍ୟାୟ 16ରେ ଆଉ ଏକ ପଦ ଉପରେ ନଜର ଦେବା। ଅଧ୍ୟାୟ 16 ପଦ 15। ପୁଣି ଯୀଶୁ ସେମାନଙ୍କୁ କହିଲେ, ତୁମେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ଏହା ସେହି ଦୂତ କାର୍ଯ୍ୟ ଅଟେ ଯାହା ଆମ୍ଭକୁ କରିବା ଉଚିତ। ଆସନ୍ତୁ ପୁଣି ଥରେ ମାର୍କ ଅଧ୍ୟାୟ 16 ପଦ 15 ଉପରେ ନଜର ଦେବା।
पुणी जीशु सेमानंकु कहिले तुम्हें माने समुदाय जगत को जाई समस्त मानव जाति निकटरे सुसमाचार घोषणा कर जे विश्वास करी बाप्तिजित हुए से परित्राण पाइबो किंतु जे अविश्वास करे से दंडाज्ञा पाइबो आउ विश्वासी मानकर एही सब चिन्ह अनुवर्ती हेबो से माने मो नामरे भूत छोड़ेबे नूतन नूतन भाषा रे कथा कहिबे हस्तरे सर्प धरिबे पुणी प्राणनाशक कौनसी पदार्थ पान कले सेमानंकर किछि क्षति हेबो नाही सेमाने पीड़ित मानक ऊपर हस्त थइले सेमाने सुस्थ हेबे एही रूपे प्रभु जीशु सेमानंकु कथा कहिबा परे स्वर्गरे गृहीत होई ईश्वरंक दक्षिण पार्श्वरे बसिले किंतु सेमाने प्रस्थान करी सर्वत्र प्रचार कले आउ प्रभु सेमानंकर सहकर्मी होई अनुवर्ती चिन्ह गुड़िक द्वारा सही वाक्य प्रमाण सिद्ध कले आंभ पाखरे यही प्रकार विश्वास हेबा दरकार किछि एमिति होई पारंती जे मानकु सुसमाचार को पूरा करिबा असुविधा एवं भय लागि थाए कारण से माने वस्तु गुडी को कार्य करिबा पई चाप अनुभव करंती आंभर भूमिका सेतिकी सरल एवं सहज अटे जेतिकी कानारे सेवक मानकु दिया जाइथिला जेबे से माने यह चिंता करंती मते यह एवं ताहा करिवार अछि तेबे यह कष्ट लागि थाए तथापि मध्य परमेश्वर से अटंती जे समस्त किछि पूरा करंती यह आशा करुथाई कि समीरण एवं पृथ्वीर प्रांत पर्यंत शीघ्रतार सुसमाचार प्रचार करा जिवो जहा द्वारा आम्भे समस्त एही वर्ष अनंत स्वर्गर राज्य प्राप्त करि परिबा मु आजिर उपदेश को समाप्त करने चाहिए आपनको बहुत बहुत धन्यवाद।